ଯାଜପୁରରେ ବଡ଼ ଧରଣର କଳା ବଜାରୀ ଫାଶ। ଏକା ସଙ୍ଗେ ଜବତ ହେଲା 57ଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ସହିତ ମିଳିଲା କିଛି ଫାଙ୍କା ସିଲିଣ୍ଡର ମଧ୍ୟ। ଏ ସମସ୍ତ ସିଲିଣ୍ଡର କଳା ବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି। ଚଣ୍ଡିଖୋଲ ସ୍ୱାଇଁ ମାର୍କେଟ ନିକଟରେ ଥିବା ଏକ ଦୋକାନ ଘରୁ ଯାଜପୁର ଯୋଗାଣ ବିଭାଗ ଏହି ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଚଢ଼ଉ ବେଳେ ଦୋକାନ ମାଲିକ ଉପସ୍ଥିତ ନଥିବା ବେଳେ ଦୋକାନରେ ତାଲା ପଡ଼ିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଯୋଗାଣ ବିଭାଗର ସ୍କ୍ୱାଡ୍ ଦୋକାନ ଭିତରେ ଥିବା ସମସ୍ତ ସିଲିଣ୍ଡରକୁ ଜବତ କରିଥିଲେ। ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହେବା ସହ ଗ୍ୟାସ୍ ସଂକଟ ସମୟରେ ଏଭଳି ବେଆଇନ କଳାବଜାରୀ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଯାଇଛି। ସାଧାରଣ ଲୋକଙ୍କ ଅଭିଯୋଗ, ଗ୍ୟାସ୍ ସଂକଟ ସମୟରେ ଏଭଳି କଳାବଜାରୀ ଯୋଗୁଁ ସେମାନେ ଅସୁବିଧାରେ ପଡୁଛନ୍ତି। ଯୋଗାଣ ବିଭାଗ କହିଛି ଆଗାମୀ ଦିନରେ ଏଭଳି ଅବୈଧ କାରବାର ଉପରେ ଆହୁରି କଡ଼ା ନଜର ରହିବ। ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ ଜାରି ରହିବ ବୋଲି ମଧ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ଆଲୋକିତ ଓଡ଼ିଶା।